ନମସ୍କାର ଦର୍ଶକ ବନ୍ଧୁ, ଆପଣଙ୍କୁ ଏମ୍ଆର ଓଡ଼ିଆ ନ୍ୟୁଜ୍ ୱାନକୁ ସ୍ୱାଗତ। ଆଜିର ସୁନା ଦର କଣ ରହିଛି? ବିଶେଷ କରି ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଲା ଆପଣ ପ୍ରଥମ ଥର ପାଇଁ କି ଏମ୍ଆର ଓଡ଼ିଆ ନ୍ୟୁଜ୍ ୱାନରେ ସୁନା ଦର ପ୍ରଥମେ ପାଇପାରିବେ। ଆଜି ହେଉଛି 19 ମାର୍ଚ୍ଚ ଗୁରୁବାର। ଆଜିର ସୁନା ଦର 18 କ୍ୟାରେଟ୍, 22 କ୍ୟାରେଟ୍ ଏବଂ 24 କ୍ୟାରେଟ୍ କଣ ରହିଛି? ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି, ଯାହାଫଳରେ ବିବାହ ବ୍ରତଘର ହେବ ଯେକୌଣସି ଯାହା ହଉ, ଆପଣ ପକେଟ୍ ଉପରେ ଆଉ ପ୍ରଭାବ ପଡ଼ିବ ନାହିଁ। ଆପଣ ସିଧାସଳଖ ଲାଭବାନ ମଧ୍ୟ ହୋଇପାରିବେ। ତେବେ କୁହାଯାଉଛି ଓଡ଼ିଶାର ପ୍ରଥମ ଚ୍ୟାନେଲ ଆପଣ ସୁନା ଦରରେ ସଠିକ ତଥ୍ୟ ପାଇବେ ଏମ୍ଆର ଓଡ଼ିଆ ନ୍ୟୁଜ୍ ୱାନରେ। ପ୍ରତିଦିନ ସକାଳ 8ଟାରେ ଆପଣ ଦେଖିବାକୁ ମିଳିବ ସୁନା ରୂପା ଦର। ତା ସହିତ ମଧ୍ୟ ଯୋଉମାନେ ନିବେଶ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର ହୋଇପାରେ। କୋଉ ସମୟରେ ନିବେଶ କଲେ ଆପଣ ସିଧା ପ୍ରଭାବ ପଡ଼ିବ ନାହିଁ, ଆପଣ ଲାଭବାନ ହୋଇପାରିବେ ସେ ବିଷୟରେ ମଧ୍ୟ ଜାଣିପାରିବେ। ସଠିକ ଆନାଲିସିସ୍ ଆଠୁ ଆରମ୍ଭ କରିକି ଗୋଟିଏ ଦିନଠୁ ଆରମ୍ଭ କରି 10 ଦିନ ଭିତରେ କେତେ ରହିଥିଲା, 2 ବର୍ଷ ଭିତରେ କେତେ ରହିଥିଲା, ଚାঁଦି ଦର କେତେ ରହିଲା, ଆଗକୁ କେତେ ହବ, ସବୁ କିଛି ସଠିକ ତଥ୍ୟ ଆନାଲିସିସ୍ କରିକି ଆମେ ଏଇ ଭିଡିଓରେ ରଖିବୁ। ଯାହା ଫଳରେ କେବଳ ଦର ନୁହେଁ, ଆପଣ ସୁନାର ପ୍ୟୁରିଟି ମଧ୍ୟ ଜାଣିପାରିବେ। ତେଣୁ ପ୍ରଥମ ଥର ପାଇଁ ଚ୍ୟାନେଲରେ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତା ସହିତ ଆପଣଙ୍କ ପାଇଁ ଗୋଟିଏ ପ୍ରଶ୍ନ, ଭାରତୀୟ ବଜାରରେ ସୁନାର ଦର କେତେ ରହିବା ଦରକାର? ତେବେ ଚାଲନ୍ତୁ ଜାଣିବା ଆଜିର ସୁନା ଦର କେତେ ରହିଛି। ଆଜି ହେଉଛି 19 ମାର୍ଚ୍ଚ 2024। 24 କ୍ୟାରେଟର ମୂଲ୍ୟ ରହିଛି 15,774, 22 କ୍ୟାରେଟ ରହିଛି 14,469, 18 କ୍ୟାରେଟ ରହିଛି 11,830। ତାହେଲେ ପୁରା ଡିଟେଲ୍ସ ଆମେ ଜାଣିବା 1 ଗ୍ରାମଠୁ ଆରମ୍ଭ କରିକି ପୁରା 100 ଗ୍ରାମ ପର୍ଯ୍ୟନ୍ତ। ଦେଖନ୍ତୁ 1 ଗ୍ରାମ ତ ଜାଣିଲେ 15,774, ପୂର୍ବ ରେଟ୍ କେତେ ଥିଲା ଜାଣିପାରିବେ। 8 କ୍ୟାରେଟର ମଧ୍ୟ ରହିଛି 1,28,152, ତା ସହିତ 10 କ୍ୟାରେଟର ଆପଣମାନେ ଦେଖିଦିଅନ୍ତୁ 1,67,740 ଏବଂ 100 କ୍ୟାରେଟର ଆପଣମାନେ ଏଇଠୁ ମଧ୍ୟ ଦେଖିପାରୁଥିବେ। ପୂର୍ବ ରେଟ୍ ମାନେ ଏଷ୍ଟରଡେରେ କେତେ କଣ ରହିଥିଲା ଆପଣମାନେ ଏଇଠୁ ମଧ୍ୟ ଆନାଲିସିସ୍ କରିପାରୁଥିବେ। ତା ଭଳି ମଧ୍ୟ 22 କ୍ୟାରେଟର ଦେଖନ୍ତୁ ଏଠି 14,459 ରହିଛି ଏବଂ ତା ସହିତ 1,15,000 ରହିଛି 8 ଗ୍ରାମର। ତା ସହିତ ମଧ୍ୟ 10 ଗ୍ରାମ ରହିଛି, ଦେଖନ୍ତୁ ଏଠି କେତେ ରହିଛି ଏବଂ 100 ଗ୍ରାମ ମଧ୍ୟ କେତେ ରହିଛି। ଏଷ୍ଟରଡେର ମଧ୍ୟ ରିପୋର୍ଟ ଦେଖିଦେବେ। ଆଉ 18 କ୍ୟାରେଟର ଏଠି ପୁରା ସ୍କ୍ରିନଶଟ ଅଛି, ଆପଣମାନେ ମଧ୍ୟ ଏଇଠୁ ନେଇପାରିବେ। ଦେଖନ୍ତୁ 96,640 ଅଛି 8 ଗ୍ରାମ, 10 ଗ୍ରାମ ରହିଛି 1,18,300, 100 ଗ୍ରାମ ରହିଛି 11,83,000। ପୂର୍ବ ରେଟ୍ କେତେ ଥିଲା ଆପଣମାନେ ଏଇଠୁ ମଧ୍ୟ ଆନାଲିସିସ୍ କରିପାରୁଥିବେ। ତା ସହିତ ମଧ୍ୟ ଆମେ ଏବେ ଜାଣିବା ଯେ 10 ଦିନ ରିପୋର୍ଟ କେତେ ରହିଥିଲା। ଦେଖନ୍ତୁ 10 ଦିନରେ ହାଏଷ୍ଟ କେତେ ରହିଥିଲା ଏଇଠୁ ଦେଖିଦିଅନ୍ତୁ। 10 ଦିନ ରହିଥିଲା ଥରେ 16,331 ଯାଇଥିଲା। ଏବେ ବର୍ତ୍ତମାନ ଅଛି 15,774। ତା ସହିତ 24 କ୍ୟାରେଟ୍ କେତେ ଯାଇଥିଲା ଦେଖନ୍ତୁ। ଏଇ ଟାଇପର ଆପଣମାନେ ପୁରା ଆନାଲିସିସ୍ କରିକି ପୁରା ଆପଣମାନେ ସ୍କ୍ରିନଶଟ ନେଇକି ଆପଣମାନେ ଦେଖିପାରିବେ। ଗୋଟେ ଗୋଟେ ଦିନରେ ମଧ୍ୟ ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପଡ଼ିବ। ଏକା ସାଙ୍ଗରେ ଆପଣଙ୍କୁ 10ରୁ 20,000 ବା 50,000 ପର୍ଯ୍ୟନ୍ତ ମଧ୍ୟ ଆପଣଙ୍କ ପକେଟ୍ ଉପରେ ଲାଗିପାରେ ପ୍ରଭାବ। ତେବେ ଏବେ ଦେଖନ୍ତୁ ପାଖାପାଖି 30 ଦିନ କେତେ ରହିଥିଲା, 1 ବର୍ଷର କେତେ ରହିଥିଲା, 2 ବର୍ଷର କେତେ ରହିଥିଲା। ତେବେ ଯୋଉମାନେ ନିବେଶକମାନେ ସେମାନେ ମଧ୍ୟ ଯଦି 2 ବର୍ଷ ତଳେ ନିବେଶ କରିଥିଲେ, 2 ବର୍ଷ ତଳେ ଦେଖନ୍ତୁ 8ରୁ 9,000 ଟଙ୍କା ଥିଲା, ସିଧାସଳଖ ଏବେ 16,000 ମାନେ ଡବଲ ରେଟ୍ ବଢ଼ିଯାଇଛି। ଆପଣ ଯଦି ଲକ୍ଷେ ଟଙ୍କା ଇନଭେଷ୍ଟମେଣ୍ଟ କରିଥିବେ ଆପଣ 2 ଲକ୍ଷ ଷ୍ଟ୍ରେଟ୍ ମଧ୍ୟ ପାଇଯିବେ। ଚାଲନ୍ତୁ ଜାଣିବା ରୂପା ଦର କେତେ ରହିଛି। ଆଜି ଭୁବନେଶ୍ୱର ବଜାରରେ ରୂପାର ଦର କେତେ ରହିଛି ସେଇ ବିଷୟରେ ମଧ୍ୟ ଜାଣିବା। ବିଶେଷ କରି ରୂପା ଦର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। 274 ରହିଛି 1 ଗ୍ରାମ, 8 ଗ୍ରାମ ରହିଛି 21,990, 10 ଗ୍ରାମ ରହିଛି 27,49, 100 ଗ୍ରାମ ରହିଛି 27,490 ଏବଂ 1000 ଗ୍ରାମ ବା 1 କିଲୋ 2,74,900। ଦେଖନ୍ତୁ ଗତକାଲି ମଧ୍ୟ କେତେ ଥିଲା ଆପଣମାନେ ଜାଣିପାରୁଥିବେ। ଏଇ 2-3 ଦିନ ତଳେ ପାଖାପାଖି ରୂପାର ଦର ପାଖାପାଖି ଲାଗିଯାଇଥିଲା 3,25,000। ମାର୍ଚ୍ଚ ପାଖାପାଖି ଦେଖନ୍ତୁ ଏଇଠି କେତେରେ ଲାଗିଥିଲା 3,25,000। ମାର୍ଚ୍ଚ 10 ତାରିଖରେ ମଧ୍ୟ ହୋଇଥିଲା। ଏବେ ଦେଖନ୍ତୁ କେତେ, ମାନେ ଭାବି ଦିଅନ୍ତୁ ଯେ ଏବେ 25,25,, 50,000 ଷ୍ଟ୍ରେଟ୍ ରୂପା ଦର ମଧ୍ୟ କମିଛି। ସେପଟେ ସୁନା ଦର ମଧ୍ୟ ବହୁତ ପରିମାଣରେ କମିଛି। ଏବେ ଲଗାତାର ଗୋଟିଏ ସପ୍ତାହ ହେବ ଆପଣମାନେ ଦେଖୁଥିବେ ଲଗାତାର ସୁନା ଦର ମଧ୍ୟ କମିବାରେ ଲାଗିଛି। ଯାହାଫଳରେ ଆପଣଙ୍କ ପାଇଁ ବଡ଼ ସୁଯୋଗ ହୋଇପାରେ। ଯୋଉମାନେ ବିବାହ ବ୍ରତଘର ପାଇଁ ସୁନା କିଣୁଛନ୍ତି, ଆପଣ ସଠିକ୍ ତଥ୍ୟ ଦେଖିକି ଆପଣମାନେ ସୁନା ଦର ମଧ୍ୟ କିଣିପାରିବେ। ଇଏ ଯୋଉ ଦର ଅଛି ଇଏ ମେକିଂ ଚାର୍ଜ ଇନକ୍ଲୁଡ ନାହିଁ। ତେଣୁ ମେକିଂ ଚାର୍ଜ ଅଲଗା ପ୍ରତିଟି ଜୁଏଲାରୀ ମାନଙ୍କ ଅଲଗା ଅଲଗା ଥାଇପାରେ। ତେବେ ଇଏ ଥିଲା ଆଜିର ସୁନା ଦର ଆଉ ରୂପା ଦର। ତା ସହିତ ଯୋଉମାନେ ସୁନାର ପ୍ୟୁରିଟି ଜାଣିବା ପାଇଁ ଚାହୁଁଛନ୍ତି, ବିଆଇଏସ୍ କେୟାର ଆପ୍ ଡାଉନଲୋଡ୍ କରି ସୁନାର ହଲମାର୍କ ଆପଣମାନେ ଏଣ୍ଟ୍ରି କରିବେ। ଯାହାଫଳରେ ତାର ଶୁଦ୍ଧତା ପ୍ୟୁରିଟି ମଧ୍ୟ ଜାଣିପାରିବେ। ଆଉ ଗୋଟିଏ କଥା ହେଲା ଯେ ଭାରତୀୟ ଅନ୍ତର୍ଜାତୀୟ ବଜାରରେ ଯଦି ଆପଣମାନେ ଇନଭେଷ୍ଟମେଣ୍ଟ କରିଛନ୍ତି, ସୁନାରେ ଇନଭେଷ୍ଟମେଣ୍ଟ କରିଛନ୍ତି, ଭାରତୀୟ ଅନ୍ତର୍ଜାତୀୟ ବଜାରରେ ଯଦି ସୁନା ଦର ଘଟିଲା କି ସୁନା ଦର କମିଲା, ଏଇଠି ମଧ୍ୟ ହଠାତ୍ ହ୍ରାସ ପାଇଯିବ। ଯଦି ସେପଟେ ସୁନାରେ ଇନଭେଷ୍ଟମେଣ୍ଟ କଲେ ଭାରତୀୟ ବଜାରରେ ଯଦି ସେପଟେ ସୁନାକୁ ଇନଭେଷ୍ଟମେଣ୍ଟ କଲେ, ସୁନା ସବୁ କିଣିଲେ, ଏପଟେ ମଧ୍ୟ ସୁନା ଦର ମଧ୍ୟ ବଢି ଚାଲିବ। ସେପଟେ ଯଦି ବ୍ୟାଙ୍କରେ
ଇଣ୍ଟରେଷ୍ଟ କମୁଛି ବଢୁଛି ଏପଟେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିବ। ତେଣୁ ଆପଣମାନେ ଭାବି ଚିନ୍ତିକି ମଧ୍ୟ କିଣିବେ। ଯଦି ଆପଣମାନେ ବଡ ଇନଭେଷ୍ଟମେଣ୍ଟ କରୁଛନ୍ତି ସୁନାରେ 10 ଲକ୍ଷ 15 ଲକ୍ଷ ଇନଭେଷ୍ଟମେଣ୍ଟ କରୁଛନ୍ତି ଆପଣଙ୍କ ପାଇଁ 50,000 ଟଙ୍କା ବି ବହୁତ କିଛି। 50,000 ଟଙ୍କା ମଧ୍ୟ ଷ୍ଟ୍ରେଟ୍ ଆପଣ ସେଭ୍ କରିପାରିବେ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ଏବଂ ସୁନାର ଦର। ଯଦି ଆପଣଙ୍କୁ ଭଲ ଲାଗିଲା ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବେ। ଯାହାଫଳରେ ପ୍ରତ୍ୟେକ ଦିନ ଆପଣ ସକାଳ 8ଟାରେ ସୁନା ଦର ମଧ୍ୟ ପାଇପାରିବେ ଏମଆର ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ। ତା ସହିତ ପ୍ରତ୍ୟେକ ଦିନ ବ୍ରେକିଂ ନ୍ୟୁଜ୍ ମଧ୍ୟ ପାଇପାରିବେ।